ଆପଣ କୁହନ୍ତୁ ନା। ଆଜି ଆପଣ ଦେଖୁଛନ୍ତି ଆମ ଟିମ୍ରେ 15 ଜଣ ଅଛନ୍ତି। ଆମର ସିଏଲପି ଲିଡର ରାମଚନ୍ଦ୍ର କଡମ ବାବୁ, ଏମଏଲଏ ସ୍ଥାନୀୟ ଏମଏଲଏ ଆମର ଚିତ୍ରକୁଣ୍ଡା ଏମଏଲଏ ମଙ୍ଗୁ ବାବୁ, ସତ୍ୟଜିତ ବାବୁ ଆମର ଏମଏଲଏ ଗୁଣପୁର, ଏମଏଲଏ ଆମର ଲକ୍ଷ୍ମୀପୁର ଆମ ପବିତ୍ର ଶାନ୍ତା ଅଛନ୍ତି ଏବଂ ଆମ ସାରେ ମହିଳା କଂଗ୍ରେସ ପ୍ରେସିଡେଣ୍ଟ ଅଛନ୍ତି। 4 ଜଣ ଲୟର୍ସ ଆସିଛନ୍ତି ଭୁବନେଶ୍ୱରରୁ। ଆଉ ଆମର ପୂର୍ବତନ ବିଧାୟକ ଭୁଜବଲ ମାଝୀ, ତାପରେ ନିମାଇ ସରକାର ଏବଂ ମୁନା ତ୍ରିପାଠୀ ଆମର ବଳିଷ୍ଠ ନେତା ମନୋରଞ୍ଜନ ତ୍ରିପାଠୀ ଏବଂ ତା ସାଙ୍ଗରେ ଆମର ଜିଲ୍ଲା ସଭାପତି ପୂର୍ବତନ ସଭାପତି ଗୋବିନ୍ଦ ବାବୁ ମାଲାମାଡ଼ି ଆଦି ଆମେ ସମସ୍ତେ ମିଳିମିଶିକି ଯାଇଥିଲୁ। ଗାଁରେ ସମଗ୍ର ଆଦିବାସୀ କୂଳ ବିଭିନ୍ନ ସମାଜର ଜିଲ୍ଲା ମହାସଂଘ ତରଫରୁ ବି ବହୁତ ଲିଡର ଆସିଥିଲେ। ସେଠି କେଉଁ ଗାଁ ସେଟା ରାଖେଲଗୁଡ଼ାରେ ଆମେ ବସିକରି ପ୍ରାୟ 1.5 ଘଣ୍ଟା କାଳ ସେମାନଙ୍କ ସହିତ ଆଲୋଚନା କଲୁ, ତାଙ୍କୁ ମୋଟିଭେସନ୍ କଲୁ, ଶାନ୍ତି ରକ୍ଷା ପାଇଁ ଆମେ ଆଲୋଚନା କଲୁ, ତାଙ୍କର ସମସ୍ୟାକୁ ଅନୁଧ୍ୟାନ କଲୁ ଏବଂ ଏଠିକି ଆସି ଆମେ କଲେକ୍ଟର ସାହେବଙ୍କୁ ମଧ୍ୟ ଆମେ ଆମ ମତ ପ୍ରଦାନ କରିଛୁ। କଲେକ୍ଟର ଏସ୍ପିଙ୍କୁ ସଲ୍ୟୁସନ୍ କେମିତି ହେବ ସେଇଟା କହିଛୁ ସମାଧାନ କରିବା ପାଇଁ, ତାଙ୍କର ଅଧିକାର ତାଙ୍କୁ ଦେବା ପାଇଁ କହିଛୁ, ଜମିର ପଟ୍ଟା ଦେବା ପାଇଁ ଆମେ ଅନୁରୋଧ କରିଛୁ ଏବଂ କମ୍ପେନସେସନ୍ ତାଙ୍କୁ ଉଚିତ କମ୍ପେନସେସନ୍ ଦିଆଯାଉ ମଧ୍ୟ ଆମେ କହିଛୁ ଏବଂ ତାକୁ କେମିତି ନ୍ୟାୟ ମିଳୁ, ଯେଉଁମାନେ ଅନ୍ୟ କେହି ବି ଅଛନ୍ତି ସେମାନଙ୍କୁ ଗିରଫଦାର କରାଯାଉ ସେଟା नहीं आईएसी हैंडल कर पारिथांते सिचुएशन को लाइट करके छाड़ीदेले जारी फल हो पारलानी। मालकानगिरी जिले में गुड़ाए एमती इनसीडेंट होइछि, से सब इनसीडेंट गुड़ाक गोटे थर जमा हो गले लोकंकर रिएक्शन हुए ଏବଂ ଯାହା ବି ହେଇଛି ଲୋକେ ଶାନ୍ତିର ସହିତ ହିଂସାର ସହିତ ପ୍ରତ୍ୟେକ ସମସ୍ୟା ପାଇଁ ଲଢ଼ିବେ। ଜିଲ୍ଲାପାଳ ପାଖରେ ଆସି ଧାରଣା କରନ୍ତୁ କିନ୍ତୁ ହିଂସା କରନ୍ତୁ ନାହିଁ ବୋଲି ଆମେ ଆପିଲ କରିଛୁ ଏବଂ MB 24ରେ ମଧ୍ୟ 26ରେ ମଧ୍ୟ ଆମେ ଲୋକଙ୍କ ସାଙ୍ଗରେ ଆଲୋଚନା କରିଥିଲୁ। ସେମାନେ ତାଙ୍କର ଘର ଦ୍ୱାର ଭାଙ୍ଗି ଯାଇଛି ତା ଦୁଃଖ ଜଣାଇଲେ, ସେମାନେ ତାଙ୍କୁ ଖାଇବାର ଆବଶ୍ୟକତା ଖାଇବାଟା ଦେବାର ଆବଶ୍ୟକତା ରହିଛି, ତାଙ୍କର ଥଇଥାନ ପୁନର୍ନିବାସ କରିବାର ବି ଆବଶ୍ୟକତା ରହିଛି। ସେ ସବୁ ସମ୍ପର୍କରେ ଆମେ ନିରପେକ୍ଷ ଭାବରେ ବୌଦ୍ଧ ସମୂହ ପାଇଁ ଆମେ କଥାବାର୍ତ୍ତା ହେଇଛୁ। ଆଉ ଅପରାଧୀ ପ୍ରତ୍ୟେକ ଜାତିରେ ଅଛନ୍ତି, ଅପରାଧୀ ଜଣେ ବି ହେଇପାରେ 5 ଜଣ ବି ହେଇପାରେ, କିନ୍ତୁ ଅପରାଧୀ ମାନଙ୍କୁ ଦଣ୍ଡିତ କରିବାର ପୁଲିସର କାମ ଏବଂ ଅପରାଧୀ ମାନଙ୍କୁ ଦଣ୍ଡ ଦେବା ପାଇଁ ଲଢ଼ିବାଟା ବି ସମସ୍ତଙ୍କର କାମ। କିନ୍ତୁ ଗୋଟିଏ ଜାତି ଗୋଟିଏ ସମୂହ କେବେ ଅପରାଧୀ ବୋଲି କେହି ବି ଭାବିବା ଉଚିତ ନୁହେଁ। ଗତ ବର୍ଷ ଗତ ଆଗ ବର୍ଷ ଏଇ ଗାଁ ପିଲାକୁ ଦେଲା ଯେ ନାଇଁ ବାବୁ ସେମାନଙ୍କ ସବୁ ଗୋଟେ ପୁଅ ଥିଲା ତାର 19 ବର୍ଷ ଭାଇ ଗାଁ ଲୋକ ଧରିକି ଗଲେ ସେଠି ଯାଇକି କହିଲେ ଆଜ୍ଞା ଆଦିବାସୀ ଲୋକ ନିରୀହ ବିସ୍ଫୋଟ ଆମେ କହିବୁ ରାଗିବୁ କହିବ ସମସ୍ତେ ଆଦିବାସୀ କହି ନାହିଁ, କହିବା ମାନଙ୍କର କାମ କହିବା ମାନେ କେମିତି